ସେବାଶ୍ରମରେ ବୃକ୍ଷରୋପଣ। ସ୍ଥାନୀୟ ଅଞ୍ଚଳର ଡିଏଫଓଙ୍କ ସମେତ ଉପଜିଲ୍ଲାପାଳ ମଧ୍ୟ ଲଗାଇଲେ ଗଛ। ଟାଟା ପାୱାର ଆନନ୍ଦପୁର ପକ୍ଷରୁ ଘସିପୁରା ବ୍ଲକ ବାମ୍ଫିଡ଼ି ଗାଁରେ ଅବସ୍ଥିତ ଓଙ୍କାର ସେବାଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରୋଗ୍ରାମରେ ଆନନ୍ଦପୁର ଉପଜିଲ୍ଲାପାଳ ମହୋଦୟ ଏବଂ ଡିଏଫଓ ମହୋଦୟ ଏବଂ ଏସି ଆମର ଆନନ୍ଦପୁର ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟର ଆଜି ଉପସ୍ଥିତ ଥିଲେ। ଆଜି ଗୋଟିଏ ହେଲା ପ୍ରଥମ କାର୍ଯ୍ୟକ୍ରମ ଯେ ଗଛଟିଏ ମା ପାଇଁ ଏସବୁ ବାବଦରେ ମାନେ ବହୁତ କିଛି ଶିକ୍ଷାଜନିତ ଭାଷଣ ପିଲାମାନଙ୍କୁ ଦେଇଥିଲେ। ପିଲାମାନେ ବହୁତ ଖୁସି ହେଲେ, ପିଲାମାନଙ୍କର ଗୀତରେ ମଧ୍ୟ ମୁଗ୍ଧ ହେଲେ ଏବଂ ସମସ୍ତଙ୍କ ନେଇ ସେ ଗଛ ବୃକ୍ଷରୋପଣ କଲେ ଏବଂ ବହୁତ ବହୁତ ମୁଁ ଖୁସି ଅଛି। ତାପରେ ସେ ବହୁତ ପ୍ରକାର ସୁସ୍ୱାଦୁ ଖାଦ୍ୟର ପିଲାମାନଙ୍କ ପାଇଁ ଆୟୋଜନ କରିଥିଲେ ଏବଂ ତାଙ୍କର ମେଟେରିଆଲ୍ସ ମାନେ ଷ୍ଟଡି ମେଟେରିଆଲ୍ସ ଖାତା କଲମ କାଗଜପତ୍ର ମଧ୍ୟ ତାକୁ ବଣ୍ଟନ କରିଥିଲେ। ମୁଁ ବହୁତ ବହୁତ ସାଧୁବାଦ ଜଣାଉଛି। ବନ ବିଭାଗ ତରଫରୁ ବର୍ତ୍ତମାନ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଉଥିବା ବେଳେ ଏହି ଅବସରରେ ସେବାଶ୍ରମରେ ବୃକ୍ଷରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଜିଲ୍ଲାପାଳ ଡିଏଫଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପରିବେଶ ସନ୍ତୁଳନ ନିମନ୍ତେ ବୃକ୍ଷର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ଆଜି ତାଙ୍କର ଗୋଟେ ମୁଁ ଧନ୍ୟବାଦ ଦେବି ଆମର ଯେଉଁ TPNODL ସୁପରିଟେଣ୍ଡିଂ ଇଞ୍ଜିନିୟର ଆଉ ତାଙ୍କ ଗ୍ରୁପ୍ ଅଛନ୍ତି। ସେ ଆସି ଗୋଟେ ଆମର ଓମକାର ସେବା ଆଶ୍ରମରେ ଗୋଟେ ପିଲାଙ୍କ ସହିତ ମିଶିଲୁ, ତାଙ୍କ ସହିତ ଗଛ ଲଗେଇଲୁ। ଗୋଟେ ଭଲ ପରିବେଶ ଥିଲା। ମାନେ ପିଲାଙ୍କୁ ଯେହେତୁ ଆପଣମାନେ ସମସ୍ତେ ଜାଣିଛନ୍ତି ଆଜି ଯେଉଁ ପ୍ରକାର କ୍ଲାଇମେଟ୍ ଚେଞ୍ଜେସ୍ ହେଉଛି, ପିଲାମାନଙ୍କୁ ଇନଭଲ୍ଭ କରିବାଟା ଯେଉଁମାନେ ଫ୍ୟୁଚର୍ ଆମ ପାଇଁ, ତାଙ୍କ ସହିତ ଆମେ ଇନଭଲ୍ଭ ହେଲୁ। ସେମାନେ ଗୀତ ଗାଇଲେ, ସେମାନଙ୍କର କିଛି ବକ୍ତବ୍ୟ ରଖିଲେ, ଆମେ ବି ବକ୍ତବ୍ୟ ରଖିଲୁ। ଆଉ ଏଇଟା ଗୋଟେ ବହୁତ ସୁନ୍ଦର ପରମ୍ପରା ଗୋଟେ ଆରମ୍ଭ ହେଉଛି। ଆଉ ତାଙ୍କର ସଂସ୍ଥା ତରଫରୁ ଯେଉଁମାନେ କରିଛନ୍ତି ଆମର ପ୍ରାୟ ଅଧିକାରୀ ଯେଉଁ DFO ସାର୍ ବି ଅଛନ୍ତି ସେ ବି ଆସିଥିଲେ। ସମସ୍ତେ ବହୁତ ଖୁସି ହେଲେ ଆଉ ପିଲାଙ୍କୁ ଆମେ କିଛି ଜିନିଷ ବଣ୍ଟନ ବି କଲୁ। ବହୁତ ସୁନ୍ଦର ଭାବରେ ପ୍ରୋଗ୍ରାମଟା ହେଇଥିଲା ଆଉ ବହୁତ ଭଲ ବି ହେଇଥିଲା। ଟାଟା ପାୱାର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ନିର୍ବାହୀ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଘସିପୁରାରୁ ଗଗନ ବିହାରୀ ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।